ପିଲାମାନେ ବର୍ତ୍ତମାନ ସମୟରେ ଆପଣ ଜାଣିଥିବେ ଯୋଉ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ଅଫିସ ବା ଯାହାକୁ ଆମେ ସମଗ୍ର ଶିକ୍ଷା ବୋଲି କହୁଛୁ ତା ତରଫରୁ ଆପଣଙ୍କର କିଛି ଗୁଡ଼ିକ ବ୍ଲକ ପାଇଁ ଏଇ ଭ୍ୟାକେନ୍ସି ଗୁଡ଼ିକ ଆସିଛି। ତ ପ୍ରଥମେ ପିଲାମାନେ ମୁଁ ଆପଣମାନଙ୍କୁ କହି ରଖୁଛି ଏଇ ଯୋଉ ଭ୍ୟାକେନ୍ସିଟା ଆସିଛି ଏଟା ବର୍ତ୍ତମାନ ସମୟରେ ଗୋଟେ ଦୁଇଟି ଡିଷ୍ଟ୍ରିକ୍ଟ ପାଇଁ ଆସିଛି। ଆଗାମୀ ଦିନରେ ଆପଣଙ୍କର ସବୁ ବ୍ଲକ ଯେତିକି ବି ଆପଣଙ୍କର ବ୍ଲକ ଅଛି ସବୁ ବ୍ଲକ ପାଇଁ ଏଇ ଭ୍ୟାକେନ୍ସି ଆସିବ। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଯେ ନିଜ ବ୍ଲକ ବା ନିଜ ଡିଷ୍ଟ୍ରିକ୍ଟରେ ଏଇ ଭ୍ୟାକେନ୍ସିଟି କେବେ ଆସିବ ତାହେଲେ ପିଲାମାନେ ଆପଣମାନେ କମେଣ୍ଟ ସେକ୍ସନରେ ନିଜ ଡିଷ୍ଟ୍ରିକ୍ଟ ବା ନିଜ ବ୍ଲକର ନାମକୁ ମେନସନ କରିବା ସହିତ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାଆନ୍ତୁ। ଏଠି ଦେଖନ୍ତୁ ଆପଣଙ୍କର ଯୋଉ ରହିଛି ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ଅଫିସ ତରଫରୁ ପିଲାମାନେ ବା ସମଗ୍ର ଶିକ୍ଷା କୋରାପୁଟ ତରଫରୁ ଆପଣଙ୍କର ଭ୍ୟାକେନ୍ସି ରହୁଛି। ଯୋଉଟା ଦେଖନ୍ତୁ ଗାନ୍ଧୀ ବାଳିକା ବିଦ୍ୟାଳୟ ହେଲା କେଜିଭିପି ଯୋଉ ରହୁଛି ତା ତରଫରୁ ଆପଣଙ୍କର ଆସିଛି। ଏଠି ଆପଣଙ୍କର କଣ କଣ ଦେଖନ୍ତୁ ପୋଷ୍ଟ କଣ କଣ ରହିଛି ୱାର୍ଡେନ ରହିଛି। ୱାର୍ଡେନ ଆପଣଙ୍କର ଦୁଇଟା ପୋଷ୍ଟ ରହିଛି ଯୋଉଟା ଫିମେଲ ମାନଙ୍କ ପାଇଁ। ତା ସହିତ ଏଠି ଦେଖନ୍ତୁ ବିଏସସି ଯୋଉମାନେ ବିଏସସି କରିଛନ୍ତି ସେମାନଙ୍କ ପାଇଁ ଏଠି ରହୁଛି 23,292 ରହୁଛି ଏବଂ ଏଠି ପିଲାମାନେ ଆପଣଙ୍କର ମାନେ ବିଏଡ ଯଦିଓ ମାଗୁ ନାହିଁ କିନ୍ତୁ ଆପଣଙ୍କର ଦେଖନ୍ତୁ ବିଏ ବିଏସସି ଆପଣ କରିଥିବା ଦରକାର। ତାପରେ ଆଉ ଦେଖନ୍ତୁ ପାର୍ଟ ଟାଇମ ଯୋଉ ରହିଛି ଆକାଉଣ୍ଟାଣ୍ଟ ବି ପିଲାମାନେ ଆପଣଙ୍କର ରହିଛି। ଆକାଉଣ୍ଟାଣ୍ଟ ମଧ୍ୟ ଆପଣଙ୍କର ଦେଖନ୍ତୁ ଯଦି ଆପଣ ବିକମ୍ କରିଥିବେ বা ପ୍ଲସ ଟୁ ସାଇନ୍ସ ଏବଂ ଆପଣଙ୍କ ପାଖରେ କମ୍ପ୍ୟୁଟର ସାର୍ଟିଫିକେଟ ଥିବ ତାହେଲେ ଆପଣମାନେ ଏଠି ଆବେଦନ କରିପାରିବେ ହେଲା କମ୍ପ୍ୟୁଟର ନଲେଜ ଥିଲେ। ଏବଂ ଏଟା ଆପଣଙ୍କର 18 ରୁ 35। ତା ସହିତ ଦେଖନ୍ତୁ ପାର୍ଟ ଟାଇମ ଟିଚର ପିଲାମାନେ ଆସିଛି। ଏଠି ଆପଣଙ୍କର କୌଣସି ପ୍ରକାର ମାନେ କଣ ଏକ୍ସାମ ହବନି। ଆପଣ ଯଦି କଣ କରିଥିବେ ବିଏ ଏଣ୍ଡ ବିଡି ଇନ କେସ୍ ଅଫ ନନ୍ ଏବିଲିଟି ଅଫ ଟ୍ରେନିଂ ଯଦି ଆପଣ କିଛି କରିବି ନଥିବେ କିମ୍ବା ଆପଣ ଯଦି ପ୍ଲେନ ବିଏ କରିଥିବେ ମାନେ ଆପଣଙ୍କ ପାଖରେ ଯଦି କୌଣସି ପ୍ରକାର ବିଏ ବିଡି ର ସାର୍ଟିଫିକେଟ ନଥିବ ଆପଣ ଯଦି ପ୍ଲେନ ଖାଲି ଗ୍ରାଜୁଏସନ ବି କରିଥିବେ ଆପଣଙ୍କର ମିନିମମ୍ 50% ମାର୍କସ ଥିବ ଆପଣଙ୍କର ଏଠି ପିଲାମାନେ ସେମାନଙ୍କୁ ଚାକିରି ମିଳିବ 8,250 ଟଙ୍କା ହେଲା। ତାପରେ ଦେଖନ୍ତୁ ଆଉ ସେମିତି କଣ ଅଛି ପାର୍ଟ ଟାଇମ ଟିଚର ସଂସ୍କୃତ ର ରହିଛି ଯୋଉଟା କି ଆପଣଙ୍କର ଫିମେଲ ମାନଙ୍କ ପାଇଁ ସେଟା ବି ସେଇ ସେମ ବିଏ ଆପଣ କରିଥିବେ। ଏବଂ ପାର୍ଟ ଟାଇମ ଟିଚର ମ୍ୟାଥ ଏଣ୍ଡ ସାଇନ୍ସ ଏଟା ମଧ୍ୟ ପିଲାମାନେ ଆପଣଙ୍କର ଯଦି ଗ୍ରାଜୁଏସନ ରେ ଯଦି ଆପଣଙ୍କର ଥିବ ତାହେଲେ ଆପଣ ମାନେ ଏଠି ଆବେଦନ କରିପାରିବେ। ତ ଆବେଦନ କେମିତି କରିବେ ଆବେଦନ ଏଠି ଆପଣଙ୍କୁ 28 ଅଗଷ୍ଟ 2025 ପୂର୍ବରୁ ଆପଣଙ୍କୁ ଆବେଦନ କରିବା ପାଇଁ ପଡିବ। ଆବେଦନ ପାଇଁ ଆପଣଙ୍କର ଡକୁମେଣ୍ଟ କଣ କଣ ଦେଖନ୍ତୁ ଦରକାର ସବୁ କିଛି ରହିଛି। ଭିଡ଼ିଓକୁ ଆଗକୁ ବଢିବା ପୂର୍ବରୁ ପିଲାମାନେ ମୁଁ ଆପଣଙ୍କ ପାଇଁ ଗୋଟେ କଥା କହି ରଖିବାକୁ ଚାହୁଁଛି। ଆପଣମାନେ ଜାଣିଥିବେ ଯେ ଆଗାମୀ ଦିନରେ ଆପଣଙ୍କର ଆରଆଇ ଅମିନର ପୁଣି ଥରେ ଆଉ ଥରେ ପରୀକ୍ଷା ହବା ପାଇଁ ଯାଉଛି। ତ ଏଇଟାକୁ ଦୃଷ୍ଟିରେ ରଖିକି ପିଲାମାନେ ଆମେ ଗୋଟେ ନୂଆ ବେଚ୍ ଷ୍ଟାର୍ଟ କରିଛୁ। ମୁଁ ଆପଣଙ୍କୁ ସ୍କ୍ରିନରେ ଦେଖେଇ ଦଉଛି ଯାହା ନାଁ ହେଲା ରିଷ୍ଟାର୍ଟ। ଆମର ଏଇ ରିଷ୍ଟାର୍ଟ ବେଚ୍ ପିଲାମାନେ ଷ୍ଟାର୍ଟ ହେଇଯାଇଛି ଏବଂ ଏଟା ଯୋଉ ଆପଣଙ୍କର ଦେଖିବେ ଆଗାମୀ ଦିନରେ ଯୋଉ ଆରଆଇ ଅମିନର ଯୋଉ ପୁଣି ପ୍ରିଲିମ୍ସ ଏକ୍ସାମ ହବ ତାକୁ ଦୃଷ୍ଟିରେ ରଖିକି ପିଲାମାନେ ଆମର ଏଇ ବେଚଟି ଷ୍ଟାର୍ଟ ହେଇଛି। ଯଦି ଆପଣ ମାନେ ପ୍ରିପାରେସନ କରିବା ପାଇଁ ଚାହୁଁଛନ୍ତି ତାହେଲେ ନିଶ୍ଚୟ ରୂପରେ ଜଏନ୍ ହେଇପାରିବେ। ତା ସହିତ ଆମର ପିଓ ବେଚ୍ ମଧ୍ୟ ପିଲାମାନେ ଷ୍ଟାର୍ଟ ହେଇଯାଇଛି। ପିଓ ବେଚ୍ ମଧ୍ୟ ଆପଣ ମାନେ ଜଏନ୍ କରିପାରିବେ। ଆସନ୍ତା କାଲି ପାଖରୁ ଆର କ୍ଲାସ ଷ୍ଟାର୍ଟ ହଉଛି। ଯଦି ଆପଣ ମାନେ ଜଏନ୍ କରିବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚୟ ରୂପରେ ଆପଣ ପିଓ ବେଚ୍ ରେ ମଧ୍ୟ ଜଏନ୍ କରିପାରିବେ। ଠିକ ଅଛି ତ ଦେଖନ୍ତୁ ଭିଡ଼ିଓକୁ ଆଗକୁ ବଢେଇବା। ଏଠି ଡକୁମେଣ୍ଟ କଣ କଣ ଦରକାର ନା ଆପଣଙ୍କର 10 +2 +3 ଆପଣଙ୍କର ଦୁଇଟା ପାସପୋର୍ଟ ସାଇଜ ଫଟୋ ଆପଣଙ୍କର ଆଇଡେଣ୍ଟି ଆଧାର କାର୍ଡ ଏସବୁ ଜିନିଷ ଆପଣଙ୍କର ଏଠି ଦରକାର। ତା ସହିତ ଏଠି ଦେଖନ୍ତୁ କୋଉ ବ୍ଲକ ରେ କେତେ କଣ ଭ୍ୟାକେନ୍ସି ପିଲାମାନେ ରହିଛି ବା କୋଉ ବ୍ଲକ ହଷ୍ଟେଲରେ କେତେ କଣ ଭ୍ୟାକେନ୍ସି ରହିଛି ଆପଣଙ୍କର ବ୍ଲକ ସ୍ତରରେ ନିଯୁକ୍ତି ରହିବ। ତେଣୁ କୋଉ ବ୍ଲକ ରେ କେତେ କଣ ଭ୍ୟାକେନ୍ସି ରହିଛି ବା ତାର ସବୁ କିଛି ପିଲାମାନେ ଆପଣଙ୍କର ଏଠି ରହିଛି। ଏଠି ଆପଣଙ୍କୁ ଗୋଟେ ଫର୍ମ ରହିଛି ଆପଣଙ୍କୁ ଏଇ ଫର୍ମଟା ଫିଲଅପ କରିବା ପାଇଁ ପଡିବ। ଗୋଟେ ହେଲା ଆପଣଙ୍କର କୋଉ ପୋଷ୍ଟ ପାଇଁ ଆପଣ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ଆପଣଙ୍କ ନାଁକୁ କ୍ୟାପିଟାଲ ଲେଟରରେ ଦେଖିବା ପାଇଁ ପଡିବ। ଆପଣଙ୍କ ଫାଦର କିମ୍ବା ହଜବେଣ୍ଡଙ୍କ ନେମ୍ ଆପଣଙ୍କର ପ୍ରେଜେଣ୍ଟ ଆଡ୍ରେସ ପରମାନେଣ୍ଟ ଆଡ୍ରେସ ଇମେଲ ଆଇଡି नेशनलिटी इंडियन डेट ऑफ बर्थ तापर आपनकर एज मेल किंबा फीमेल मैरिटल स्टेटस मैरिड अनमैरिड एम्प्लॉयमेंट एक्सचेंज नंबर आपनको दवा पई पड़िबो। ता सहित कोउटी रे केते कोन नंबर रखिथिले सब किछि आपनको एठी लेखिया पई पड़िबो। जदि आपण पूर्वरु कोउटी काम करूतले ताको मध्ये आपण लेखिबे नहले को ब्लैंक छाड़िबे एवं एठी प्लेस डेट एवं सिग्नेचर देकी आपण एठी करि परिबे। मने रखंतु एटा केवल सेही डिस्ट्रिक्ट रो पिला ही आवेदन करि परिबे एवं आपनको एई एड्रेस रे स्पीड पोस्ट करिया पई पड़िबो। द्वितीयटा जो पिला माने आसीची सेटा भी आपनकर देखंतु सेही कोरापुट रो आसीची किंतु एटा आपनकर आउटे स्कूल ले आसीची जोटा होची नेताजी सुभाष चंद्र बोस आवासीय विद्यालय बा जो आपनकर जो रहिची आवास विद्यालय जो रहिची आवासिक विद्यालय जाको हम कहूचे ता तरफ पिला माने आसीची। एटा मध्ये आपनकर 28 तारिख लास्ट डेट अछि। एठी मध्ये पिला माने सेम किंतु एठी गोटे भलो दिनस हला एठी उभय पुरुष महिला दुई जन आवेदन करि परिबे। एठी आपनकर जो केजीबीबी रे रहउतला एठी केवल झियो मानक पई आस्तिला किंतु एठी आपनकर बोथ पुओ एवं झियो मानकर भी आसीची। सेही सेम पिला माने अकाउंटेंट
वार्डेन हैला से सेम रही पार्ट टाइम टीचर रही कि दरमा टिके कम रही 7,000 टंका रही आपंकर देखो संस्कृत मैथ साइंस सबुर टीचर आपंकर रही बिना बीएड रे भी आप आवेदन करेंगे। तो एटी देखु से सेम प्रोसीडियर अच्छी केमी कौन आवेदन करेंगे पूरा सेम प्रोसीडियर है आपन जमी मुझे कहली आपंकर एटी से सेम प्रोसीडियर अच्छी जो मैंने भी आवेदन करने चाहूँगी निश्चय रूप से पिलाने आवेदन कर दिंतु 28 तारिख आपंकर लास्ट डेट अच्छी। जदि आप निज डिस्ट्रिक्ट बा निज ब्लॉक रे एही वैकेंसी केबे आसीबो जानिया पई चाहूचंती कमेंट सेक्शन रे निज डिस्ट्रिक्ट बा ब्लॉक रो नाम को मेंशन कर दियंतु एवं टेलीग्राम ग्रुप रे जॉइन हे जांतु जब भी किछ अपडेट आसीबो मु कहिबे। एवं जेमिति मु पिला माने कहली जो माने पीओ किंबा हमर जो रीस्टार्ट बैच आरआईआरआई अमिनर जॉइन होवा पई चाहूचंती निश्चय रूप रे हमको कांटेक्ट करि परिबे। वीडियो डिस्क्रिप्शन रे लिंक अछि सेटु जाई कि मध्य आपण माने जॉइन हेई परिबे। तो आज पई एतिकी रही नमस्कार जय जगन्नाथ।